ସାନ ବୋହୁର ଭାଗ୍ୟ ସାନ ବୋହୁର ଭାଗ୍ୟରେ ଲେଖ କି ତାକୁ ସମସ୍ତେ ଭଲ ପାଇବେ, ସମସ୍ତେ ଭଲ ପାଇବା ଦେବେ, କେବଳ ଲୋକ ଦେଖାଣିଆ। ଆଉ ଦ୍ୱିତୀୟରେ ଲେଖ ସିଏ ଚାଲାକ ଚତୁର ବୁଦ୍ଧିମାନ ଖାଲି ଦେଖିବାକୁ କିନ୍ତୁ ନଥିବ। ତାକୁ ଲୋକ ଭାବୁଥିବେ କି ସେ ବହୁତ ଚାଲାକ କିନ୍ତୁ ସେ ସେମିତି ନଥିବ। ଆଉ ତାକୁ ମାଷ୍ଟର ମାଇଣ୍ଡ ଭାବିବେ କିନ୍ତୁ ସେ ନଥିବ, ତା ମାଇଣ୍ଡରେ କିଛି ନଥିବ। ଆଉ ଦ୍ୱିତୀୟ ଜିନିଷ ଲେଖ ତା ଯା ଆଉ ତା ଶାଶୁ 2 ଜଣ ମିଶିକି ତାକୁ ହଇରାଣ କରିବେ, ବହୁତ ହଇରାଣ କରିବେ, କାହାକୁ ଯେମିତି ସେ କହିପାରିବନି। ସେଇଟା ଲେଖ। ଆଉ ଏଇ କମେଣ୍ଟଟା ବି ଲେଖ କି ତାକୁ ସମସ୍ତେ କମେଣ୍ଟ ମାରିବେ କି ଆଉ ବଡ ବେଳକୁ ତ ଏମିତି ହଉନଥିଲା, ବଡ କରିଛି ମାନେ ତୁ ବି କରିବୁ, ଏଇ ଜିନିଷଟା ଲେଖିଦିଅ। ଆଉ ତୃତୀୟ ଗଲା ଚତୁର୍ଥ କଥାରେ ଲେଖ ତା ସ୍ୱାମୀ ସବୁବେଳେ ତା ବଡ ଭାଇର କଥା ମାନିକି ଚଳିବ, ତା କଥା ବିଲକୁଲ ଶୁଣିବନି। ତା ସ୍ୱାମୀ ତା କଥାରେ ବିଲକୁଲ ଯିବନି, କଥା ଶୁଣିବନି। ତା ସ୍ୱାମୀ ସବୁବେଳେ ପର କଥାରେ ଚଳିବ, ସେଇଟା ଗୋଟେ ଲେଖିଦିଅ। ସୁଖ ଦୁଃଖ ଆସୁଥିବ ମଝିରେ କିନ୍ତୁ ସିଏ କଣ ନା ସେ କାହାକୁ କହିପାରେନି, ମ୍ୟାନେଜ କରେ। ଆଉ ଦିନ 24 ଘଣ୍ଟା ଖାଲି ତାର କଣ ବୁଝେଇବାରେ ପଳେଇବ, ତାକୁ ବୁଝେଇବ ତାକୁ ବୁଝେଇବ, ମୁଁ ଭଲ ମୁଁ ଖରାପ ଏମିତି ବୁଝେଇ ତାର ସମୟ ପଳେଇବ। ସେଇଟା ଲେଖ।